ଅନେକ କଷ୍ଟ ସହିଲି। ଯନ୍ତ୍ରଣା ପାଇବାର ସୀମା ଟପିଗଲା। ଶେଷରେ ନିଜକୁ ନିଜେ ବୁଝିଗଲି ଏ ଦୁନିଆରେ କେହି କାହାର ନୁହେଁ। ତମେ ଯାହାକୁ ନିଜର ଭାବୁଥିବ ସେ ଯେ ଦିନେ ତମ ଉପରକୁ ଛେପ ନ ପକାଇବ କିଏ କହିପାରିବ। ସେ ମୋ ଉପରକୁ ଛେପ ତ ପକାଇ ନଥିଲା, କିନ୍ତୁ ତାଠୁ ଅଧିକ କରିଥିଲା। ତା ପାଇଁ ମରିଥିଲେ ବୋଧେ 2 ବର୍ଷ ବିତି ସାରନ୍ତାନି। କେମିତି ବଞ୍ଚିଛି ଏ 2 ବର୍ଷ କେବଳ ମୁଁ ଜାଣିଛି। ତାର କିଛି ଅସୁବିଧା ନଥିଲା। ସେ ତ ମୋତେ ବ୍ଲକ୍ କଲା, ଆଉ ନିଜ ହୃଦୟରୁ ବାହାର କରି ଡଷ୍ଟବିନ୍ରେ ଫିଙ୍ଗିଦେଲା। କିଛି ଦିନର ଅପେକ୍ଷା ପୁଣି ଆଉ ଜଣେ ତା ମନର ମଣିଷ ତାକୁ ମିଳିଗଲା। ହେଲେ ସେ ଗଲା ପରେ ସିନା ତାକୁ ତା ବାବୁ সোনা ମିଳିଗଲା। ମୁଁ କ'ଣ ପାଇଲି? ପାଇଛି ଭାଇ, ଅନେକ କିଛି ପାଇଛି। ତାକୁ ହରାଇବାର ଦୁଃଖ, ତାଠୁ ଦୂରେଇ ଯିବାର ଯନ୍ତ୍ରଣା, ସାରା ରାତି କାନ୍ଦି କାନ୍ଦି ଟକିଆ ଭିଜେଇବା, ନିଜ ବିଜନେସ୍ରେ କ୍ଷତି ସହିବା, ଏମିତି ଅନେକ କିଛି ହରାଇ ସାରିଛି। ସେ କିନ୍ତୁ ପୁରା ଖୁସି ଥିଲା। ରାତି ସାରା ତା କଲ୍ ୱେଟିଂ, ରାତି ରାତି ତା ନୂଆ ପ୍ରେମିକ ସହ ହୋଟେଲରେ ରାତି କାଟିବା, ଏମିତି ମଜା ଖୁସି ଭିତରେ ସେ ତା ନୂଆ ପ୍ରେମିକ ସହ ରୋମାନ୍ସ କରିବାକୁ ଜମାଇ ଭୁଲୁନଥିଲା। ହଁ, କେବେ ତାର କାମ ପଡ଼ିଲେ କଲ୍ କରିଦିଏ। ଉପରେ ଉପରେ ପଚାରିଦିଏ, କେମିତି ଅଛ, କ'ଣ କରୁଛ, ଆଉ ତା କାମ କଥା କହି ଫୋନ୍ଟା କାଟିଦିଏ। ମୁଁ ବି ତା କଥା କାଟିପାରେ ନା ଭାଇ, କି ସେ କହିଥିବା କାମ କଥା ମନା କରିପାରେ ନା। ବାସ୍, ତା କାମ ହୋଇଯାଏ, ଆଉ ସେ ପୁଣି ଥରେ ମୋତେ ଭୁଲିଯାଏ, ଆଉ କେଉଁ ଏକ ଅଜଣା କୋଣରେ ଠେସି ଦେଇ ରଖିଦିଏ। ସବୁଥର ପରି ଏଥର ବି ମୋତେ ଜଣାଥିଲା କାମ ସରିଗଲା ପରେ ତାର ଆଉ କଲ୍ ଆସିବନି, କି କେମିତି ଅଛି ବୋଲି ଥରେ ବି ପଚାରିବନି। ତଥାପି କାହିଁକି କେଜାଣି ତା କାମ କରିସାରିଲା ପରେ ମନ ଭିତରେ କେଉଁ ଏକ ଅଜଣା ଖୁସି ଆପେ ଆପେ ଆସିଯାଏ। ସେ ମୋତେ ବୁଝିପାରିଲାନି ନା ଏବେ ବୁଝିବାକୁ ଚେଷ୍ଟା କରୁଛି। ସେମିତି ତା ରାସ୍ତାରେ ସେ ଚାଲିଛି, ମୋ ହାତ ଛାଡ଼ି ଭୁଲ ରାସ୍ତାରେ ଯାହା ସହ ପାଦରେ ପାଦ ମିଶାଇ ଚାଲିଛି, ସେଦିନେ ୟା ସହିତ ଏମିତି କରିବ ସେ ସ୍ୱପ୍ନରେ ବି ଭାବିନଥିବ। ସେତେବେଳେ ସେ ନିଶ୍ଚିତ ମୋ କଥା ମନେ ପକାଇବ। ହୁଏତ ତା ପାଇଁ ଆଉ ଏ ମନ କେବେ ତରଳିବ କି ନାହିଁ ଜଣା ନାହିଁ ଭାଇ। ସେତେବେଳେ ମୁଁ ବଦଳି ଯାଇନଥିବି ତ? ହଁ, ମୁଁ ବଦଳିବାକୁ ଚେଷ୍ଟା କରୁଛି। ହୁଏତ ବଦଳି ଯାଇଥିବି। ସେ ସେତେବେଳେ କାନ୍ଦିବନି ତ? ହଁ, କାନ୍ଦୁ, ମୋର କ'ଣ ଗଲା। ଆଜି ଯେମିତି ସେ ସ୍ୱାର୍ଥପର ହୋଇଯାଇଛି, ସେତେବେଳେ ମୁଁ ସ୍ୱାର୍ଥପର ନ ହୋଇଯିବି କିଏ କହିପାରିବ। ଅନାବନା କଥାରୁ କିଛି ବୁଝିପାରିଲିନି। ଶେଷରେ ତାକୁ ଅଟକେଇଲି, ଆଉ କହିଲି, କ'ଣ ଅନାବନା କଥା ଗୁଡ଼ା କହୁଛ, କ୍ଲିଅର କହୁନ। ତା ଉତ୍ତର ଆସିଥିଲା, ପ୍ରତାପ ଭାଇ, କ'ଣ କ୍ଲିଅର କହିବି? ସେ ମଣିଷ ଅବସ୍ଥାରେ ଅଛି ଯେ କ୍ଲିଅର କହିବି? ମୋ ସହ କେତେ କ'ଣ କଲା। ରାତିଦିନ ଖାଲି ମୋଠୁ କିସ୍ ନେବାକୁ ପାଗଳ ହେଇଯାଉଥିଲା। ଘଣ୍ଟାରେ 2-3 ଥର ହଗ୍ ନ କଲେ ସେ ଅଫିସରେ କାମ କରିପାରୁନଥିଲା। ଆଜି ଆଉ କିଏ ମିଳିଗଲା ପରେ ଭୁଲିବାକୁ ତାକୁ ବେଶୀ ସମୟ ଲାଗିଲାନି। ଏବେ ତା ରାସ୍ତାରେ ସେ ଆଉ ମୁଁ କେବଳ କଷ୍ଟ ଯନ୍ତ୍ରଣା ପାଉଛି। ମୁଁ ତାକୁ ଯେତିକି ପ୍ରେମ କରୁନଥିଲି, ସେ ମୋତେ ତାର 2 ଗୁଣା ଅଧିକ ପ୍ରେମ କରୁଥିଲା। ହେଲେ ସେସବୁ ମିଛ ନାଟକ ଥିଲା ବୋଲି ମୋତେ ସେତେବେଳେ ଜଣାପଡ଼ିଲା, ଯେତେବେଳେ ସେ ମୋତେ ଛାଡ଼ିକି ଯାଉ ଯାଉ ସବୁଥିରୁ ବ୍ଲକ୍ କରିଦେଇଥିଲା। ତା ପାଇଁ କେତେ ରାତି ଅନିଦ୍ରା ହୋଇ କାନ୍ଦି କାନ୍ଦି ଲୁହରେ କେତେଟା ଟକିଆ ଭିଜେଇଛି ତାର ହିସାବ ନାହିଁ। ତାକୁ ସେସବୁ କିଛି ଫରକ ପଡ଼ିନଥିଲା ଭାଇ। କିଛି ଦିନର ଅପେକ୍ଷା ଆଉ ଜାଣିବାକୁ ପାଇଲି ସେ ଆଉ କାହାର ହେଇଯାଇଛି। ତା ସହ ହୋଟେଲ ଯାଇ ରାତି କାଟୁଛି, ମନ ଇଚ୍ଛା ଯୁଆଡ଼େ ପାରୁଛି ତା ସହ ବୁଲୁଛି। ବୋଧହୁଏ ସେ ମୋ ପାଖରୁ ଗଲା ପରେ ସ୍ୱାଧୀନତା ପାଇସାରିଥିଲା। ଯେଉଁ ସ୍ୱାଧୀନତା ତାକୁ ଦରକାର ଥିଲା। ଆଜି ସେ ପୁରା ସ୍ୱାଧୀନ, ତାକୁ ମୁଁ ପୁରା ମୁକ୍ତ କରିଦେଇଛି। ଖାଲି ସେଇ ଦିନକୁ ଅପେକ୍ଷା କରିଛି, ଯେଉଁଦିନ ଗୋଟେ ବଡ଼ କିଳା ବୁଲିକି ଆସି ତା ପଛରେ ବସିବ। ଆଉ ସେତେବେଳେ ମୁଁ ସେ କିଳାକୁ ଦେଖି ଟିକେ ମୁରୁକି ହସି ଅଣଦେଖା କରି ଚାଲିଯିବି। ମୁଁ କହିଲି, ତା ପଛ କିଳାକୁ ବାହାର ନ କରି ତମେ କ'ଣ ଯାଇପାରିବ ତ ଭାଇ? କହିବା ଆଉ କରିବା ଭିତରେ ଅନେକ ଫରକ ଥାଏ। ସେ କହିଲା, ନିଶ୍ଚିତ ଯାଇପାରିବି ପ୍ରତାପ ଭାଇ, ଏବେଠୁ ଯିବାଟା ଆରମ୍ଭ କଲିଣି। ସେ ମୋ ଅଭାବ ଅନୁଭବ କଲାଣି, ହେଲେ ଏଇଟା କିଛି ବି ନୁହେଁ। ସେ ଯେତେବେଳେ ଅନୁଭବ କରିବ, ସେତେବେଳେ ନା ମୁଁ ସିଆଡ଼କୁ ଦେଖିବି, ନା କିଛି ଜାଣିବାକୁ ଚେଷ୍ଟା କରିବି। ଅନେକ ଦୂରକୁ ଚାଲି ଯାଇଥିବି, ନା ତା ଯୋଗାଯୋଗରେ ଥିବି, ନା ସେ ମୋ ଛାଇକୁ ଦେଖିପାରିବ। ଏମିତି ଅନାବନା କଥା କହି କହି ନିଜ ଭିତରେ ଥିବା ଅଭିମାନକୁ ପ୍ରକାଶ କରିବାକୁ ଚେଷ୍ଟା କରୁଥିଲା। ଆଉ ଏଇ କେଇ ପଦ ମୋ କଣ୍ଠରେ ପଡ଼ିବାକୁ ଭାରି ଜିଦ୍ ଧରି ଫୋନ୍ଟା କାଟି ଦେଇଥିଲା। ଜଣାପଡ଼ୁଥିଲା ସେ ତା ପ୍ରିୟାକୁ ଏବେ ବି ମନରୁ କାଢ଼ି ପାରୁନଥିଲା। ହେଲେ ତା ପ୍ରିୟା କିନ୍ତୁ ୟାକୁ ଆଉ ଆଡ଼ ଆଖିରେ ଚାହୁଁନଥିଲା। ଜଣା ନାହିଁ ହୃଦୟ ଭାଙ୍ଗି ଯାଇଥିବା ମଣିଷଟା କହିଥିବା ଏ ଅନାବନା କଥା କାହାକୁ କେତେ ଭଲ ଲାଗିଲା। ଯଦି ଭଲ ଲାଗିଥିବ କମେଣ୍ଟ କରି ଜଣେଇଲେ ହେଲା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।